କ'ଣ ଭାଇ ଆପଣ ବି ଭାବୁଛନ୍ତି 10 ଦିନ ପରେ ବେପାର କରିବି, ମାସେ ପରେ କରିବି, ମୋର ଏଇ ପ୍ରୋବ୍ଲେମଟା ସଲ୍ଭ ହେଲା ପରେ କରିବି, ଘରର ଏଇ କାମଟା ଶେଷ ହେଲା ପରେ କରିବି, ମୁଁ ଏଇ ପରିସ୍ଥିତିରେ ଅଛି ବର୍ତ୍ତମାନ, ଏ ପରିସ୍ଥିତିରୁ ବାହାରିଲା ପରେ କରିବି, ଏମିତି ଭାବୁଛନ୍ତି ଆପଣ? ପରିସ୍ଥିତି କେବେ କାହାକୁ ଛାଡ଼ିକି ଯାଏନି। ଜୀବନ ଅଛି ମାନେ ପରିସ୍ଥିତି ଅଛି, ପରିସ୍ଥିତି ଏମିତି ସାଙ୍ଗରେ ଲାଗି ରହିବ। ତ ଆକୁ ଆଖି ଆଗରେ ରଖିକି ଆପଣଙ୍କ ଯେଉଁ ଭାବିଥିବା ବ୍ୟବସାୟ କରିବାକୁ ଭାବିଥିବେ ସେଇଟାକୁ କେବେ ବଦଳେଇ ଦିଅନ୍ତୁ ନାହିଁ। ଆପଣ ଭାବୁଥିବେ ଏବେ ଜବ୍ କରୁଥିବି, ବେପାର କଲେ କାଳେ ଲସ୍ ହେଇଯିବ, ସେଥିପାଇଁ ଏଇଟା ପରେ କରିବି, 5 ଦିନ ପରେ କରିବି, 5 ମାସ ପରେ କରିବି, ଭଉଣୀ ବାହାଘର ପରେ କରିବି, ମୋର ପ୍ରୋବ୍ଲେମ୍ ସବୁ ସଲ୍ଭ ହେଲା ପରେ କରିବି। ସେମିତିକା ସମୟ କେବେ ବି ଆସିବନି। ସେଥିପାଇଁ ଯେତିକି ଅଛି, ଯାହା ବି ଅଛି, ଯେଉଁଥିରେ ଅଛି ସେତିକିରେ ଆରମ୍ଭ କରନ୍ତୁ। ଆଜି ହିଁ ଆରମ୍ଭ କରନ୍ତୁ। ସମୟକୁ ବର୍ବାଦ କରନ୍ତୁନି। ଭାବନ୍ତୁନି ଯେ ଗୋଟେ ଭଲ ସମୟ ଆସିବ ସେତେବେଳେ କରିବି। ଭଲ ସମୟ କିଛି ବି ନାହିଁ, ସବୁବେଳେ ସମୟ ସମାନ। ଆମେ ସେ ସମୟକୁ ଭଲ କରିବାକୁ ଚେଷ୍ଟା କରିବା ଦରକାର। ଜୟ ଜଗନ୍ନାଥ। ଭଲ ଲାଗିଲେ ଭିଡ଼ିଓଟି ସେୟାର କରିବେ।